ବନ୍ଧୁଗଣ, ମଣିଷ ପାଖରେ ପଇସା କାହିଁକି ରହେନି ଏବଂ କେଉଁ ସବୁ ଦୁର୍ଗୁଣ ଥିଲେ ମଣିଷ ପାଖରୁ ପଇସା ପଳେଇଯାଏ। ନମସ୍କାର ମୋର ପ୍ରିୟ ବନ୍ଧୁଗଣ, ଆଜି ମୁଁ ଏହି ଭିଡ଼ିଓରେ ଆପଣମାନଙ୍କୁ କହିବି। ବନ୍ଧୁଗଣ, ପଇସା ନ ରହିବାର ବହୁତ ଗୁଡ଼ିଏ କାରଣ ରହିଛି। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଏମିତି କିଛି କଥା କହିବି କରିବା ପାଇଁ, ଆପଣ ନିଶ୍ଚିତ ଭାବରେ କରନ୍ତୁ। ଦେଖିବେ ଯେଉଁ ଦିନଠାରୁ ଏହି କାର୍ଯ୍ୟ ଆରମ୍ଭ କରିବେ ନା, ଆପଣଙ୍କ ସହ ଚମତ୍କାର ହେବା ଆରମ୍ଭ କରିବ। ଆଉ ଏମିତି କଲେ ଆପଣଙ୍କ ଘରେ ଯେଉଁ ପଇସାର ଅଭାବ ଦେଖାଯାଉଛି, ଏସବୁ ଧୀରେ ଧୀରେ କମିବାକୁ ଲାଗିବ କି ଘରେ ଅଶାନ୍ତି ମଧ୍ୟ ଦେଖାଦେବନି। ତେଣୁ ଏହାକୁ ଆଜିଠାରୁ ହିଁ ଆରମ୍ଭ କରନ୍ତୁ। ବନ୍ଧୁଗଣ, ପଇସା ଗୋଟିଏ ଏଭଳି ଜିନିଷ ନା, ଘରେ ହେଉ କି ପାଖରେ ଯଦି ପଇସା ନାହିଁ ତ ଘରେ ନିହାତି ଭାବରେ ବିଶୃଙ୍ଖଳା ହେବ ଏବଂ ସବୁବେଳେ ମନ ଭିତରେ ମଧ୍ୟ ଚିଡ଼ଚିଡ଼ାପଣ ରହିଥାଏ। ଏହା ସମସ୍ତଙ୍କ ସହିତ ଘଟିଥାଏ ଆଉ ଏହା ଘଟିବା ମଧ୍ୟ ସ୍ୱାଭାବିକ କଥା। ତେଣୁ ପଇସା ରହିବାଟା ନିହାତି ଜରୁରୀ ହୋଇପଡ଼ିଛି। ବନ୍ଧୁଗଣ, ପାଖରେ ବା ଘରେ ପଇସା ନ ରହିବାର ବହୁତ ପ୍ରକାର କାରଣ ରହିଛି। ଏମିତି କିଛି କାମ କରନ୍ତୁ ନାହିଁ କି ଯାହା ଫଳରେ ଘରେ ସବୁବେଳେ ଅଶାନ୍ତି ଲାଗି ରହିବ। ଘରେ ଅଶାନ୍ତି ହେବାର ମୁଖ୍ୟ କାରଣ ପଇସା ହୋଇଯାଇଥାଏ। ପଇସା କ'ଣ କଲେ ରହିପାରିବ, ଆସନ୍ତୁ ସେ ବିଷୟରେ ଆଜି ମୋର ଏହି କ୍ଷୁଦ୍ର ଭିଡ଼ିଓରେ ମୁଁ ଆପଣମାନଙ୍କୁ ଏମିତି କିଛି କହିବି ଯାହା ଆପଣଙ୍କ ମନୋବଳକୁ ଦୃଢ଼ କରିବ ଏବଂ ସାରା ଜୀବନ ଖୁସିରେ ବା ନିଶ୍ଚିନ୍ତରେ ରହିବାର ମାର୍ଗ ଫିଟେଇ ଦେବ। ଅନୁରୋଧ କରୁଛି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦୟାକରି ଅଧାରୁ ଛାଡ଼ନ୍ତୁନି। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ କରନ୍ତୁ। ଯଦି ମୋ ଚ୍ୟାନେଲରେ ଆପଣ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍କୁ ନିଶ୍ଚିନ୍ତ କ୍ଲିକ୍ କରନ୍ତୁ। ଏବଂ ଯଦି ଅନ୍ୟ କାହା ଜୀବନରେ ମଧ୍ୟ ସକାରାତ୍ମକ ବା ଖୁସି ଭରିବା ପାଇଁ ଚାହୁଁଛନ୍ତି ତେବେ ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର ମଧ୍ୟ କରନ୍ତୁ। ଚାଲନ୍ତୁ ଆରମ୍ଭ କରିବା। ହଁ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖିବେ। ଭିଡ଼ିଓର ଶେଷରେ ମୁଁ ଆପଣମାନଙ୍କୁ ଦୁଇଟି ଉପାୟ କହିବି ଆଉ ଏଇ ଦୁଇଟି ଉପାୟକୁ ଆପଣ ପ୍ରତ୍ୟେକ ଦିନ ଶୋଇଲା ପୂର୍ବରୁ ବ୍ୟବହାର କରନ୍ତୁ ଏବଂ ତାର ଚମତ୍କାର ଦେଖନ୍ତୁ। ଆପଣ ତାହା ନିଶ୍ଚିନ୍ତ କରନ୍ତୁ, କାହିଁକି ନା ମୁଁ ତାକୁ ମୋର ଅଙ୍ଗେ ଲିଭେଇଛି। ସେଥିପାଇଁ ମୁଁ ଆପଣମାନଙ୍କୁ ମଧ୍ୟ କହିବି ସେଇ କାମଟି ଆପଣ ଅବଶ୍ୟ କରନ୍ତୁ। ତ ଚାଲନ୍ତୁ ଏବେ ଆମର ଭିଡ଼ିଓ ଆରମ୍ଭ କରିବା। ମଣିଷ ପାଖରେ ପଇସା କାହିଁକି ରହେନି? କେଉଁ ସବୁ ଦୁର୍ଗୁଣ ଥିଲେ ଘରେ ପଇସା ରହୁନି? ମନେ ରଖନ୍ତୁ ବନ୍ଧୁଗଣ, ଏହା ସେମିତି କିଛି ବଡ଼ କଥା ନୁହେଁ ଯାହାକି ଆପଣ କରିପାରିବେନି। ଆପଣମାନେ ନିହାତି ଭାବରେ ଏହା କରିପାରିବେ। ଆପଣମାନେ ତ ନିଶ୍ଚୟ ଜାଣିଥିବେ ଯେ ଧନର ବାର ଗୁରୁବାରକୁ କୁହାଯାଏ ବୋଲି। ବନ୍ଧୁ, ପଇସାକୁ ଅନ୍ୟ ଅର୍ଥରେ ମା ଲକ୍ଷ୍ମୀ ବୋଲି କୁହାଯାଏ। ତେଣୁ ଗୁରୁବାରରେ କ'ଣ କ'ଣ ସବୁ ପାଳନ କରିବା ନିହାତି ଦରକାର, ଆଗ ସେଗୁଡ଼ିକୁ ଦେଖିବା। ମନେ ରଖନ୍ତୁ, ଗୁରୁବାରରେ ଚାଉଳ, ଖଇ, ଚୁଡ଼ା ଭାଜିବେ ନାହିଁ, ଆମିଷ ଭୋଜନ କରିବେନି, ତୁଳା ଭିଣିବେ ନାହିଁ, ଲାଉରେ ଆମିଷ ମିଶେଇ ଖାଇବେ ନାହିଁ ଏବଂ ଖଟର ଛାଇ ତଳେ ଶୋଇବେ ନାହିଁ। ଗୁରୁବାରରେ କେବଳ ନୁହେଁ, ଗୁରୁବାର ନୁହେଁ କି କେବେ ବି ଖଟର ଛାଇ ତଳେ ଶୋଇବେ ନାହିଁ। ଗୁରୁବାରରେ ଖିଅର ହେବେ ନାହିଁ, ନଖ ଚୁଟି ମଧ୍ୟ କାଟିବେ ନାହିଁ। ଚୁଟି କି ନଖ ଏସବୁ କେବେ ବି କାଟିକି ଗୁରୁବାର ହେଉ କିମ୍ବା କେବେ ବି କାଟିଲେ ନଖକୁ ଭୂମିରେ କେବେ ବି ରଖିବେନି। ତାକୁ ଝାଡ଼ୁ ଲଗେଇବେ, ନଖ ସବୁ ଉଠେଇକି ଯେଉଁଠି ପାଣି ବହି ଯାଉଥିବ ଘର ପାଖ ଦେଇ ସେଇଠି ନେଇ ପାଣିରେ ପକେଇ ଦେବେ। ତ ପ୍ରାୟ ସମସ୍ତେ ନିଶ୍ଚିତ ଜାଣିଥିବେ। ଏବଂ ଯଦି ଗୁରୁବାରରେ କେହି ଆପଣଙ୍କ ଘରକୁ ଭିକ୍ଷା କରିବାକୁ ଆସୁଛନ୍ତି
ତାଙ୍କୁ ଭିକ୍ଷା ନ ଦେଇ ଯିବାକୁ ଦେବେନି। ଗୁରୁବାରରେ ଘରେ ଥିବା ଅଳନ୍ଦିକୁ ସଫା କରିବେନି। ଅନ୍ଧାରିଆ ଘରେ ବସି ଭୋଜନ କରିବେନି। ଘରେ ସନ୍ଧ୍ୟା ସବୁଦିନ ଠିକ୍ ସମୟରେ କରନ୍ତୁ ଏବଂ ସନ୍ଧ୍ୟା କଲାବେଳେ ଘରେ କର୍ପୂର ଝୁଣା ଅବଶ୍ୟ ଲଗାନ୍ତୁ। ଏହା କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ରହିନଥାଏ। ଘରେ ଗୀତା ଭାଗବତ ନିଶ୍ଚୟ ପଢ଼ନ୍ତୁ। ଏସବୁ କରିବା ଦ୍ୱାରା ଘରେ ପଜିଟିଭିଟି ହୋଇଥାଏ। ଛୁଆଙ୍କୁ ବି କୁହନ୍ତୁ ଆପଣଙ୍କ ପାଖରେ ବସିବେ ଏବଂ ଆପଣ ଯେଉଁ ସବୁ ଶ୍ଲୋକ ପଢ଼ିବେ ନା କି ଆପଣ ଯେଉଁ ପ୍ରାର୍ଥନା ସବୁ ବୋଲିବେ ସେମାନେ ମଧ୍ୟ ଆପଣଙ୍କ ସହ ପ୍ରାର୍ଥନା ବୋଲନ୍ତୁ ଏବଂ ଆପଣ ଯେଉଁ ଶ୍ଲୋକ ସବୁ ପଢ଼ିବେ ତାକୁ ସେମାନେ ଶୁଣନ୍ତୁ ଏବଂ ସେମାନଙ୍କୁ ଗୋଟିଏ ଗୋଟିଏ ଶ୍ଲୋକ ଶିଖାନ୍ତୁ। ସେମାନଙ୍କୁ ଆଧ୍ୟାତ୍ମିକ ଶିଖାନ୍ତୁ। କାହିଁକି ନା ଛୁଆଙ୍କୁ ଆପଣ ଯାହା ଶିଖେଇବେ ନା ସେମାନେ ତାକୁ ଆପଣଙ୍କୁ ଦେଖି ଦେଖି ଶିଖିଯିବେ। ସେ ଭଲ ହେଉ କି ଖରାପ, ପିଲାମାନେ ବହୁତ ଶୀଘ୍ର ଶିଖିଯାଆନ୍ତି। ଖାଲି ପାଠ ପଢ଼ିଲେ ତ ହେବନି ନା, ଭଲ ସଂସ୍କାର ରହିବା ବି ନିହାତି ଆବଶ୍ୟକ। ଘରେ ଯେଉଁ ଚେଞ୍ଜ କପଡ଼ା ରଖୁଛନ୍ତି, କାହିଁକି ନା ଆଜିକାଲି ସବୁ ଘରେ ୱାସିଂ ମେସିନ୍ ହେଇଗଲାଣି। ତେଣୁ ଲୋକେ କ'ଣ କରୁଛନ୍ତି ନା କପଡ଼ା ସବୁଦିନ ଧୋଉନାହାନ୍ତି, 2-3 ଦିନରେ ଥରେ ଧୋଉଛନ୍ତି। ଏସବୁ କରିବା ଦ୍ୱାରା ଘରେ କ'ଣ ହୋଇଥାଏ ନା ନେଗେଟିଭିଟି ହୋଇଥାଏ। କମ୍ ସେ କମ୍ ଖାଲି ପାଣିରେ ହେଲେ ବି ସବୁଦିନ ଲୁଗାକୁ ଧୋଇକି ରଖିବେ। ଘର ଦ୍ୱାର ସଫା ସୁତୁରା ରଖିବେ। ରୋଷେଇ ଘରକୁ ପରିଷ୍କାର ପରିଚ୍ଛନ୍ନରେ ରଖିବେ। ଅଇଁଠା ବାସନକୁ ରାତିରେ କେବେ ବି ରଖିବେନି, କାରଣ ରୋଷେଇ ଘରେ ମା ଅନ୍ନପୂର୍ଣ୍ଣାଙ୍କର ବାସସ୍ଥାନ ହୋଇଥାଏ। ଆଜିକାଲି ଲୋକେ ଘର ଭିତରେ ରୋଷେଇ ଘରେ କ'ଣ କରୁଛନ୍ତି ନା ଚପଲ ପିନ୍ଧି ବୁଲୁଛନ୍ତି, କିନ୍ତୁ ନାଇଁ, ଏଇଟା ଭୁଲ କଥା। ଘର ଭିତରେ ଚପଲ ପିନ୍ଧିବା କଥା ନୁହେଁ ଏବଂ ଗାଧେଇ ସାରିଲା ପରେ କେବେ ବି ତେଲ ଲଗାନ୍ତୁନି। ଆଜିକାଲି ଫ୍ୟାସନ୍ ହେଇଗଲାଣି, ଗାଧେଇଲା ବେଳେ ସାବୁନ ଶ୍ୟାମ୍ପୁ ଦରକାର। ଗାଧେଇ ସାରିଲା ପରେ ତେଲ ଲଗାଉଛନ୍ତି, ସେ ମୁଣ୍ଡର ଚୁଟିରେ ହେଉ କିମ୍ବା ଦେହରେ। ଗାଧେଇ ସାରିଲା ପରେ ତେଲ ଲଗାଉଛନ୍ତି, କିନ୍ତୁ ଏଗୁଡ଼ିକ ସବୁ କରିବା କଥା ନୁହେଁ, ଏମିତି କରିବା କଥା ନୁହେଁ। ଏସବୁକୁ ଟିକେ ମାନି ଚଳିଲେ ଘରେ ସୁଖ ଶାନ୍ତି ବଢ଼ିଥାଏ। ଆଉ ହଁ, କେବେ ହେଲେ ଝାଡ଼ୁକୁ ଡେଇଁକି ଯିବେ ନାହିଁ ଭୁଲରେ ବି। ଏବଂ ଭୋଜନ କଲାବେଳେ ଯେତେବେଳେ ବି ଆପଣ ଯାହା ଖାଉଛନ୍ତି, ଯେତିକି ଖାଇବେ ସେତିକି ନିଅନ୍ତୁ, ବେଶୀ ନେଇ ତାକୁ ଫୋପାଡ଼ନ୍ତୁନି। ଆଉ ଏମିତି କରିବା ଦ୍ୱାରା ଖାଇବା ଜିନିଷକୁ ଅପମାନ ହୋଇଥାଏ। ଖାଇବା ଜିନିଷଟା ହେଉଛି ମା ଲକ୍ଷ୍ମୀ, ମା ଅନ୍ନପୂର୍ଣ୍ଣାଙ୍କର। ଅଇଁଠା ମୁହଁ ଯେମିତି ଖାଇବା ଖାଉ ଖାଉ ଉଠିଯାଇ ଠାକୁର ଘରକୁ କେବେ ହେଲେ ଯିବେନି। ସବୁବେଳେ ବଡ଼ ସାନମାନଙ୍କୁ ସମ୍ମାନ ଦେଇ କଥା ହୁଅନ୍ତୁ। ଖାଇବା ବାଢ଼ିଲା ବେଳେ ଅନ୍ତରପାନ୍ତର କରିବେନି। ସମସ୍ତଙ୍କୁ ସମାନ ଭାଗରେ ବାଣ୍ଟିକି ଦିଅନ୍ତୁ। ରୋଷେଇ କଲାବେଳେ କଡ଼େଇରୁ କିଛି ବି ଉଠେଇକି କେବେ ଖାଇବେନି, କାହିଁକି ନା କଡ଼େଇରେ ଯେତେକ ବି ଖାଦ୍ୟ ଥିବ ସେ ସବୁ ଅଇଁଠା ହେଇଯାଏ, ଯାହାଫଳରେ ଆମେ ତାକୁ ଭଗବାନଙ୍କୁ ପ୍ରସାଦ ଲଗେଇବା ଅନୁଚିତ ହୋଇଯାଏ। କାରଣ ଯେତେବେଳେ ଆମେ ଖାଇବାକୁ ବସୁଛୁ, ଖାଇବା ପ୍ରଥମେ ଭଗବାନଙ୍କୁ ପ୍ରସାଦ ଲଗେଇକି ଖାଉଛୁ। ତେଣୁ ଯଦି ଆପଣ କଡ଼େଇରୁ ଉଠେଇକି ଖାଇବେ ତାହେଲେ ସେଇଟା ପୁରା ଅଇଁଠା ହେଇଯିବ। ଯେତେକ ବନେଇଥିବେ ଆପଣ, ସେ ସବୁ ଅଇଁଠା ହେଇଗଲା। ସେ କଡ଼େଇରେ ଯେତେକ ବି ଥିବ, ଯେତେକ ଖାଇବା ଆପଣ ବନେଇଲେ କଡ଼େଇରେ, ସେ ସବୁ ଅଇଁଠା ହେଇଗଲା। ତେଣୁ ସେମିତି ବିଲକୁଲ ବି କରନ୍ତୁନି। ଏବଂ ରାତ୍ରିରେ ଶୋଇବା ପୂର୍ବରୁ ସବୁଦିନ ବିଛଣାକୁ ସଫା କରିକି ଶୋଇବେ। ଶୋଇବା ପୂର୍ବରୁ ଆପଣ ଯେଉଁ ପିନ୍ଧିଥିବା ବସ୍ତ୍ର ତାକୁ ବଦଳେଇକି ପ୍ରତ୍ୟେକ ଦିନ ଶୋଇବେ ଏବଂ ଗୋଡ଼ ହାତ ଭଲସେ ଧୋଇ ଧାଇ ଶୋଇବା ପାଇଁ ଯିବେ। ଏମିତି ସବୁ ଘରେ ଟିକେ ନିୟମ ନୀତି ରଖିଲେ ଘରେ ସକାରାତ୍ମକ ଶକ୍ତି ବଢ଼ିଥାଏ, ନକାରାତ୍ମକ ଶକ୍ତି କମିଯାଇଥାଏ। ବନ୍ଧୁଗଣ, ମୁଁ ଆଶା କରୁଛି ଆପଣମାନଙ୍କୁ ମୋର ଏଇ ଭିଡ଼ିଓଟି ଭଲ ଲାଗିଥିବ।
ଆପଣମାନେ ଏସବୁକୁ ନିହାତି କରନ୍ତୁ ଏବଂ ନିଜ ପରିବାରର ଲୋକମାନଙ୍କୁ ମଧ୍ୟ କରିବା ପାଇଁ କୁହନ୍ତୁ। ଦେଖିବେ ଜୀବନରେ ବହୁତ କିଛି ପରିବର୍ତ୍ତନ ନିଶ୍ଚୟ ଆସିବ। ଯଦି ଆପଣମାନଙ୍କର ମୋର ଏଇସବୁ କଥା ବିଶ୍ୱାସ ନ ହେଉଛି ତ କିଛି ଦିନ କରିକି ନିଶ୍ଚୟ ଦେଖନ୍ତୁ। ଦେଖିବେ କିଛି କରିବା ପରେ ଆପଣଙ୍କ ସହ ନିଶ୍ଚୟ ଚମତ୍କାର ହେବ। ବନ୍ଧୁଗଣ, ଭିଡ଼ିଓଟିକୁ ଲାଇକ୍ ନିହାତି କରିବେ, କମେଣ୍ଟ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ। ଏବଂ ଭିଡ଼ିଓଟି ଶେଷ କରିବା ପୂର୍ବରୁ ମୁଁ ଆପଣଙ୍କୁ କହିଥିଲି କି ଭିଡ଼ିଓ ଶେଷରେ ମୁଁ ଆପଣଙ୍କୁ 2ଟି ଉପାୟ କହିବି। ସେଗୁଡ଼ିକ ହେଲା, ଶୋଇବା ପୂର୍ବରୁ ଯେଉଁ ତକିଆରେ ଆପଣ ମୁଣ୍ଡ ରଖିକି ଶୋଉଛନ୍ତି ସେଇ ତକିଆ ତଳେ ଗୋଟିଏ ମୟୂର ପୁଚ୍ଛ ରଖିକି ଶୁଅନ୍ତୁ ଏବଂ ତ୍ରିଂ 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 ଏଇ ମନ୍ତ୍ରଟି 11 ଥର ଜପିକି ଶୁଅନ୍ତୁ। ଆପଣ ଆରମ୍ଭ କରନ୍ତୁ ଆଜିଠାରୁ, ଆଉ 2-3 ଦିନ କରିକି ଦେଖନ୍ତୁ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେଉଛି କି ନାହିଁ। ତ କମେଣ୍ଟରେ ନିଶ୍ଚିନ୍ତ ଜଣାଇବେ। ତ ଆଶା କରୁଛି ବନ୍ଧୁ ଭିଡ଼ିଓଟି ଆପଣଙ୍କ ହୃଦୟକୁ ନିଶ୍ଚିତ ଛୁଇଁଥିବ ଏବଂ ଭଗବାନଙ୍କ ଆଶୀର୍ବାଦ ଏବଂ ନିଜ ଦୃଢ଼ ସଂକଳ୍ପ ବଳରେ କିଛି ଏମିତି କରିଯାଆନ୍ତୁ ଯାହା ଏ ସମାଜ ପାଇଁ ଉଦାହରଣ ହେବ। ରହୁଛି, ପୁଣି କିଛି ନୂଆ ଏବଂ ଶିକ୍ଷଣୀୟ ନେଇ ନିଶ୍ଚିତ ଆସିବି ଆପଣମାନଙ୍କ ପାଇଁ। ନମସ୍କାର, ଜୟ ଜଗନ୍ନାଥ।